ପରିଣତ ବୟସରେ ଆଜି ମଧୁବାବୁ ସରକାର ବାର୍ଦ୍ଧକ୍ୟ ଭତ୍ତା ଦେଇ ଜଣାଇ ଦେଲେଣି ଯେ ବୟସର ଶେଷ ସମୟରେ ପହଞ୍ଚି ସାରିଲେଣି। ସକାଳ 9ଟା ବେଳୁ ଆସି ମଧୁବାବୁ ପଞ୍ଚାୟତ ଅଫିସରେ ବସିଲେଣି। ଟଙ୍କା କେତେବେଳୁ ମିଳି ସାରିଲାଣି, ହେଲେ ସେ ଅପେକ୍ଷା କରିଛନ୍ତି ତାଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କୁ। ଏଇ ତ ଗୋଟିଏ ଦିନ ଯେଉଁଦିନ ସରକାର ଏହି ଦୁହିଁଙ୍କୁ ଭେଟିବାକୁ ସୁଯୋଗ ଦେଇଛନ୍ତି। ଆପଣମାନେ ଭାବୁଥିବେ ସେମାନେ ତ ଦୁଇ ଜଣ ସ୍ୱାମୀ ସ୍ତ୍ରୀ, ହେଲେ ମାସକୁ ଥରେ ଦେଖା କରିବା। ଏଉଠୁ ଆରମ୍ଭ ହେଲା ମୋର କାହାଣୀ। ମଧୁବାବୁ ଆଉ ସୁଶୀଳା ଦେବୀ ଦୁଇ ଜଣଙ୍କର ବାହାଘର 8 ବର୍ଷ ପର୍ଯ୍ୟନ୍ତ କିଛି ପିଲାପିଲି ହେଲା ନାହିଁ। ସାହି ପଡ଼ିଶା ଠାରୁ ବନ୍ଧୁବାନ୍ଧବ ମାନେ ସୁଶୀଳା ଦେବୀଙ୍କୁ କେତେ ଦେଖେଇ ଶିଖେଇ କହିଲେ, କେତେ ପୂଜାବ୍ରତ ଓଷାବାର କଲେ ସୁଶୀଳା ଦେବୀ, କେତେ ଠାକୁରଙ୍କ ପାଖକୁ ଗଲେ। ସୁଶୀଳା ଦେବୀ କାଳିଆ ଠାକୁରଙ୍କୁ ହାତ ଟେକି କହିଲେ, କାଳିଆରେ ପୁତ ନାମକ ପଙ୍କରୁ ଉଦ୍ଧାର ପାଇଁ ତତେ ପୁଅଟିଏ ମାଗୁଛି ରେ। ମଲାବେଳେ ମୋ ମୁହଁରେ ଟିକେ ନିଆଁ ଦେବ, 6 ଖଣ୍ଡ ବାଉଁଶରେ କୋକେଇ ସଜାଡ଼ି ମଶାଣିକୁ ନେବ, ମୁହଁରେ ଗଙ୍ଗା ଜଳ ତୁଳସୀ ଟିକେ ଦେବ। ତୋ ଇଚ୍ଛା ହେଲେ ମୋ ଘରେ କୁଆଁ କୁଆଁ ଡାକ ଶୁଭିବ। ମଧୁବାବୁ ଧାରା ଶ୍ରାବଣରେ ପାଣି ଭାର ନେଇ ଦେବଦେବ ମହାଦେବଙ୍କୁ ଜଳାଭିଷେକ କଲେ। ବୈଶାଖ ମାସରେ ଶନିଦେବଙ୍କ ଉପରେ ଜଳ ଲାଗି କଲେ। ଗାଁ ଅଷ୍ଟପହରୀରେ ନାମ ସଂକୀର୍ତ୍ତନ କଲେ। କେତେ ଦେବାଦେବୀଙ୍କୁ ପୂଜା କଲେ। ତାପରେ ସବୁ ଛାଡ଼ି ସବୁ ଠାକୁରଙ୍କ ଉପରେ ଅଭିମାନ କରିଲେ। ଦମ୍ପତି 2 ଜଣ। ଦିନେ ସନ୍ଧ୍ୟାରେ ସୁଶୀଳା ଦେବୀ ମନ ଦୁଃଖରେ ବସିଥାନ୍ତି। ଜଣେ ସାଧୁ ବାବା ଆସି କହିଲେ, ମାରେ ସନ୍ଧ୍ୟା ସମୟରେ ମନ ଦୁଃଖରେ କାହିଁକି ବସିଛୁ? ସୁଶୀଳା ଦେବୀ କହିଲେ, ନା ସାଧୁ ବାବା, ଆମ ଉପରେ ସେ କାଳିଆ ରଜା ରୋଷ ହୋଇଛି। ସାଧୁ ବାବା କହିଲେ, ସେ ତ ମନୁଆ ଠାକୁର, ତାକୁ ଟିକେ ମନେଇକି ଡାକ, ତୋ ଡାକ ଶୁଣିବ। ମୁଁ ଆଜି ତୋ ହାତରୁ ଖାଦ୍ୟ ଖାଇ ଯିବି। ସୁଶୀଳା ଦେବୀ ଖାଦ୍ୟ ପ୍ରସ୍ତୁତ କରି ସାଧୁ ବାବାଙ୍କୁ ଖୁଆଇଲେ। ତାର 2 ମାସ ପରେ ସୁଶୀଳା ଦେବୀ ଜାଣିବାକୁ ପାଇଲେ ଯେ ସେ ଗର୍ଭବତୀ ଅଛନ୍ତି। ତାଙ୍କର ଖୁସି କହିଲେ ନ ସରେ। ସରଗର ଚାନ୍ଦ ଯେମିତି ଧରା ଦେବାକୁ ଯାଇଛି ତାଙ୍କ ହାତରେ। ଉଭୟ ଦମ୍ପତି ବହୁତ ଖୁସି ଥାନ୍ତି। ଭଗବାନଙ୍କର ବିଚାର ଥିଲା ଅଲଗା ପ୍ରକାର। ଏକାଥରକେ ସୁଶୀଳା ଦେବୀ 2ଟି ପୁତ୍ର ସନ୍ତାନ ଜନ୍ମ ଦେଲେ। ନନ୍ଦ ଘରେ ଆନନ୍ଦ ଖେଳିଗଲା। ରାମ ଲକ୍ଷ୍ମଣ ପରି 2 ଭାଇ ନାଚି ଖେଳି ଘରକୁ ହସ ଖୁସିରେ ଭରିଦେଲେ। ଉଭୟଙ୍କର ସ୍କୁଲରେ ନାମ ଲେଖା ହେଲା। ପାଠ ଆରମ୍ଭ ହେଲା। ଦୁହେଁ ଭଲ ପାଠ ପଢ଼ିଲେ। ସୁଶୀଳା ଦେବୀ ସିଲେଇ ମେସିନଟିଏ ପକାଇ ଲୋକମାନଙ୍କର କପଡ଼ା ସିଲେଇ କଲେ। ମଧୁବାବୁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଟଙ୍କା ରୋଜଗାର କଲେ। ବିଲରେ ହଳ ଲଙ୍ଗଳ କରି 4 ପ୍ରାଣୀ ପେଟ ପୁରିଲା ଭଳି ରୋଜଗାର ବାହାରିଗଲା। ସେଇଥିରେ ତ ପେଟ ପୁରିଗଲା, ହେଲେ ପିଲାମାନଙ୍କର ପାଠ ପଢ଼ା। ମଧୁବାବୁ ରାତିରେ ଗୋଟେ ଘରୋଇ କମ୍ପାନୀରେ ସିକ୍ୟୁରିଟି ଡ୍ୟୁଟି କଲେ। ଏମିତିରେ ବଢ଼ି ଚାଲିଲା ଆଗକୁ ତାଙ୍କର ତେଲ ଲୁଣ ସଂସାର। 2 ପୁଅ ବଡ଼ ହୋଇ ଗୋଟେ ପ୍ରାଇଭେଟ କମ୍ପାନୀରେ ଚାକିରି ପାଇଲେ। ମଧୁବାବୁ ଆଉ ସୁଶୀଳା ଦେବୀ 2 ପୁଅଙ୍କର ବାହାଘର କରାଇ ଦେଲେ। ବହୁତ ଧୁମଧାମରେ ବାହାଘର କଲେ। ମନ ଲାଖି ବୋହୂ 2ଟି ଖୋଜି ଆଣିଲେ। 2 ପୁଅଙ୍କର ପାଠ ପଢ଼ା ପାଇଁ ଘରଟିକୁ ବନ୍ଧକ କରିଥିଲେ ମଧୁବାବୁ। ଏଇ କଥା ବୋହୂମାନେ ଜାଣିଲେ। ମଧୁବାବୁ ଦିନେ ତାଙ୍କ ପୁଅ 2 ଜଣଙ୍କୁ ଡକାଇ କହିଲେ, ଏଇ ଘରଟିକୁ ତ ବନ୍ଧକ ରଖିଥିଲି ତୁମର ପାଠ ପଢ଼ା ପାଇଁ। ସାଉକାର ଆସି ଟଙ୍କା ମାଗୁଛି। ତୁମେ ଯଦି କିଛି ଟଙ୍କା ଦିଅନ୍ତ ଘରଟିକୁ ମୁକୁଳାଇ ଦିଅନ୍ତି। ବଡ଼ ପୁଅ କହିବା ଆଗରୁ ବଡ଼ ବୋହୂ କହିଲା, ଏଇ ପୁରୁଣା କାଳିଆ ଘରେ ଆଉ କ'ଣ ଅଛି? ଏହାକୁ ମୁକୁଳାଇବ? ଏହାକୁ ବିକ୍ରି କରିଦିଅ। ଯାହା ଟଙ୍କା ଆସିବ ସେଇଥିରେ କରଜ ସୁଝିଦେବ, ଆଉ ବାକି ପଇସା ତକ ଆମେ ବାଣ୍ଟି ନେବୁ। ସାନ ପୁଅର ବି ସେଇ ମତ ଥିଲା। ହେଲେ ସୁଶୀଳା ଦେବୀ କହିଲେ, କ'ଣ ହେଲା? 7 ପୁରୁଷର ଏଇ ଭିଟାମାଟି ବିକ୍ରି କରିଦେବ? ଆମେ ବୁଢ଼ା ବୁଢ଼ୀ ବୟସରେ ଯାଇ କୋଉଠୁ ରହିବୁ? ମୁଁ ଏଇ ଘରକୁ ବୋହୂ ହୋଇ ସବାରିରେ ଆସିଛି। ଏଇଠୁ ମୋର କୋକେଇ ଯିବ। ମୁଁ ଘର ବିକ୍ରି କରିବିନି। ବଡ଼ ପୁଅ କହିଲା, ତୁ ବୁଝୁନୁ ବୋଉ, ଏଇ ଘର ମୁକାଳିବାକୁ ଏତେ ଟଙ୍କା କୋଉଠୁ ଆସିବ? ମଧୁବାବୁ କହିଲେ, ପିଲାମାନେ ଠିକ୍ କହୁଛନ୍ତି। ଆମର ଆଉ ତ ବେଳକାଳ ପୁରିଗଲାଣି। ଆଉ କେତେ ଦିନ ଯେ? କୋଉ ଦିନ ସେପୁରରୁ ଡାକରା ଆସିବ ଆଉ ଯମଦେବତା ବାନ୍ଧି ନେବ ଆମକୁ।
ସବୁ ସେଇ କାଳିଆର ଇଚ୍ଛା, ଆମର ଆଉ କ'ଣ ଅଛି? ଆମେ ଦୁଇ ଜଣ ଦୁଇ ପୁଅମାନଙ୍କ ପାଖରେ ରହିଯିବାନି। ତୁମେ କାହିଁକି ବ୍ୟସ୍ତ ହେଉଛ? ଆମର ଦୁଇଟା ଜଗାବଳିଆ ଭଳି ଭେଣ୍ଡିଆ ପୁଅ ଅଛନ୍ତି, ଆମର ଚିନ୍ତା କ'ଣ? ତା ପରଦିନ ସାହୁକାରଠାରୁ ଟଙ୍କା ଆଣି ଘର ବିକ୍ରି ହୋଇଗଲା। ବଡ଼ ବୋହୂ କହିଲା, ଘର କୋଉଠି କିଣିବ ଚିନ୍ତା କଲ? ସାନ ପୁଅ କହିଲା, ଆମେ ଗୋଟେ ଘର ନେଇଯିବା, ସେଇଠାରେ ସମସ୍ତେ ରହିବା। ସାନ ବୋହୂ କହିଲା, ନା ନା, ମୁଁ ଏକାଠି ଗୋଟେ ଘରେ ରହିପାରିବିନି। ମୋର ଯେତିକି ଭାଗ ପଡ଼ିଲା ମୋତେ ଦେଇଦିଅ। ସେତିକି ଟଙ୍କାରେ ଯଦି ନ ହେଲା ମୋର କିଛି ସୁନା ଅଛି, ତାକୁ ବିକ୍ରି କରି ମୋର ଅଲଗା ଘର କରି ରହିବି। ବଡ଼ ବୋହୂ କହିଲା, ମୁଁ ମଧ୍ୟ ମୋ ବାପ ଘରୁ କିଛି ଟଙ୍କା ଆଣି ଅଲଗା ଘର କରି ରହିବି। ଦୁଇ ଜଣ ପୁଅ ଦୁଇ ଜାଗାରେ ଘର କିଣିଲେ। ଦୁଇ ଜଣଙ୍କର ଘରର ଦୂରତା ପ୍ରାୟ 5 କିଲୋମିଟର। ଏଥର ଦୁଇ ପୁଅଙ୍କ ଭିତରେ ଚିନ୍ତା ପଡ଼ିଲା, ବାପା ବୋଉ ରହିବେ କୋଉଠି? ବଡ଼ ବୋହୂ କହିଲା, ମୁଁ ବାପାଙ୍କୁ ସାଙ୍ଗରେ ନେଇ ଯାଉଛି, ସେ ମୋ ପାଖରେ ରହିବେ। ସାନ ବୋହୂ କହିଲା, ମୁଁ ବି ବୋଉଙ୍କୁ ସାଙ୍ଗରେ ନେଇ ଯାଉଛି। ଏଇ କଥା ଶୁଣି ମଧୁବାବୁ ଆଉ ସୁଶୀଳା ଦେବୀ କହିଲେ, ତା ମାନେ ତୁମେମାନେ ଆମକୁ ଅଲଗା ଅଲଗା କରିବ? ମଧୁବାବୁ କହିଲେ, ବାହାଘରର 35 ବର୍ଷ ହେଲାଣି। ଆମେ ଦୁଇ ଜଣ କେବେ ଦୁଇ ଜଣଙ୍କୁ ଛାଡ଼ି ଅଲଗା ହୋଇନୁ। ତୁମେ ଆମକୁ ଅଲଗା କରିବ? ବଡ଼ ପୁଅ କହିଲା, ତାହେଲେ ତୁମ ବ୍ୟବସ୍ଥା ତୁମେ କର। କ'ଣ କରିବେ? ମଧୁବାବୁ ଆଉ ସୁଶୀଳା ଦେବୀ ବୟସର ଅପରାହ୍ନରେ ଆଉ କ'ଣ ଦେହରେ ବଳ ଅଛି ନିଜେ ଯାଇ ରୋଜଗାର କରି ଚଳିବେ? ସୁଶୀଳା ଦେବୀ କହିଲେ, ହେଇଠି ଶୁଣୁଛ, କେତେ ଦିଅ ଦେବତା ଡାକି ପୁଅ ଦୁଇଟି ପାଇଛେ। ତାଙ୍କ ଖୁସିରେ ଆମ ଖୁସି। ସେମାନଙ୍କ କଥା ନ ମାନିଲେ ତାଙ୍କ ମନ ଦୁଃଖ ହେବନି? ସେମାନେ ଯାହା ଚିନ୍ତା କରିଛନ୍ତି ତାଙ୍କରି କଥା ରହୁ। ମଧୁବାବୁ ଆଉ ସୁଶୀଳା ଦେବୀ ସମୟକ୍ରମେ ଅଲଗା ଅଲଗା ହୋଇଗଲେ। କିଛି ଦିନ ପରେ ବଡ଼ ପୁଅର ଗୋଟିଏ ପୁଅ ହେଲା, ଆଉ ସାନ ପୁଅର ଗୋଟେ ଝିଅ। ସେମାନେ କେହି କାହାକୁ ଜଣାଇଲେ ନାହିଁ। ଏମିତିକି ବଡ଼ ପୁଅକୁ ସାନ ପୁଅ ଘରକୁ ଆଉ ସାନ ପୁଅକୁ ବଡ଼ ପୁଅ ଘରକୁ ଆସିବା ମନା ହୋଇଗଲା। ଏମିତିକି ସୁଶୀଳା ଦେବୀ ଆଉ ମଧୁବାବୁ କେହି କାହାକୁ ଦେଖିବା ସ୍ୱପ୍ନ ହୋଇଗଲା। ମଧୁବାବୁ ବଜାରରୁ ପରିବା ଆଣିବା, କ୍ଷୀର ଆଣିବା ଆଦି ସବୁ କାମ କରିବାକୁ ପଡ଼େ। ସେଥିରେ ତାଙ୍କର ମନ ଦୁଃଖ ନାହିଁ। ହେଲେ ତାଙ୍କର ଅତି ଆପଣାର ସ୍ତ୍ରୀ ସୁଶୀଳା ଦେବୀଙ୍କ ସାଙ୍ଗରେ ତାଙ୍କର ଟିକେ ଦେଖା ହୋଇ ପାରୁନାହିଁ। ଏହି କଥା ଭାବି ଭାବି ସବୁବେଳେ ମନ ଦୁଃଖରେ ଥାଆନ୍ତି ମଧୁବାବୁ। ସୁଶୀଳା ଦେବୀ ମଧ୍ୟ ତାଙ୍କ ସ୍ୱାମୀଙ୍କୁ ଦେଖି ନାହାନ୍ତି କେତେ ବର୍ଷ ହେବ। ଦୁଇ ଜଣ ଖାଲି ଛଟପଟ ହେଉଥାନ୍ତି ପଦେ କଥା ହେବା ପାଇଁ। ଏତିକି ବେଳେ ବରଦାନ ସାଜି ଆସିଲା ସରକାରଙ୍କ ମଧୁବାବୁ ପେନ୍ସନ୍ ଯୋଜନା। 60 ବର୍ଷରୁ ଉର୍ଦ୍ଧ୍ୱ ଲୋକମାନଙ୍କୁ ଭତ୍ତା ମିଳିବ। ମଧୁବାବୁ ଖୁସି ହୋଇଗଲେ। ଯାହା ହେଉ, ପେନ୍ସନ୍ ନେବା ପାଇଁ ତ ପଞ୍ଚାୟତ ଘରକୁ ଆସିବେ ସୁଶୀଳା, ସେଇଠି ମାସକୁ ତ ଥରେ ଦେଖା ହେବ। ସେହି ଦିନଠାରୁ ପ୍ରତି ମାସର 15 ତାରିଖରେ ଦେଖା ହୁଅନ୍ତି ମଧୁବାବୁ ଆଉ ସୁଶୀଳା ଦେବୀ। ସରକାରଙ୍କର ବରଦାନ ଦୁଇ ଜଣଙ୍କ ପାଇଁ। ଦୁଇ ଜଣ ମାସର 15 ତାରିଖରେ ସକାଳ 10ଟାରେ ଆସି ପହଞ୍ଚନ୍ତି। ଆଉ ଘଣ୍ଟେ 2 ଘଣ୍ଟା ମନ ଭରି କଥାବାର୍ତ୍ତା ହୁଅନ୍ତି। ଦୁଃଖ ସୁଖ ନିଜ ନିଜ ଭିତରେ ବାଣ୍ଟି ନିଅନ୍ତି। ହେଲେ ଆଜି ଏତେ ଡେରି ହେଲାଣି, ସୁଶୀଳା ଆସିନାହାନ୍ତି କାହିଁକି? ତାଙ୍କର କ'ଣ ହୋଇଛି? ଆଜି ମାସର 15 ତାରିଖ ବୋଲି ଟଙ୍କା ନେବା କଥା କ'ଣ ଭୁଲି ଯାଇଛନ୍ତି? ଟଙ୍କା ନେବା ତ ସୁଶୀଳା ଦେବୀ ଆଉ ମଧୁବାବୁଙ୍କ ପାଇଁ ଗୋଟିଏ ବାହାନା। ମଧୁବାବୁ ରାସ୍ତା ଉପରେ ଅଧଘଣ୍ଟେ ହେବ ଛିଡ଼ା ହେଲେଣି। ସୁଶୀଳା ଦେବୀ ଆସି ପହଞ୍ଚିଲେ। ମଧୁବାବୁ ଟିକେ ରାଗି ଯାଇ କହିଲେ, ତୁମକୁ କ'ଣ ସମୟ ହେଉନି ଆସିବା ପାଇଁ? ମୁଁ କେତେବେଳୁ ଅପେକ୍ଷା କରିଛି। ସୁଶୀଳା ଦେବୀ କହିଲେ, ଘରକୁ ସବୁ କାମ ସାରି ଆସିଲା ବେଳକୁ ଡେରି ହୋଇଗଲା। ମଧୁବାବୁ କହିଲେ, ତୁମର ଆଣ୍ଠୁ ଯନ୍ତ୍ରଣା କେମିତି ଅଛି? ସୁଶୀଳା ଦେବୀ କହିଲେ, ସବୁ ସେଇ କାଳିଆର ଇଚ୍ଛା। ପୁତ ନାମକ ପଙ୍କରୁ ଉଦ୍ଧାର କରିବେ ବୋଲି କେତେ ଦିଅ ଦେବତା ଡାକି ପୁତ୍ର ସନ୍ତାନ ପାଇଥିଲେ। ସେ ପୁଣି ଏମିତି କଲେ କହିବା କାହାକୁ? ସେଇ କାଳିଆକୁ ଡାକି ଡାକି ଯୋଉ ପୁଅକୁ ପାଇଥିଲେ ସେଇ ପୁଅ ଖାଲି ଆମ ମୁହଁରେ ନିଆଁ ଟିକେ ଦେବ। ମଧୁବାବୁ କହିଲେ, ନାତୁଣୀ କାହା ଭଳି ହୋଇଛି? ସୁଶୀଳା ଦେବୀ କହିଲେ, ମୋ ବଡ଼ ପୁଅ ଭଲ ଅଛି ନା ନାହିଁ?
ମଧୁବାବୁ କହିଲେ, ଏତେ ଘଟଣା ଘଟିଲା ପରେ ତୁମେ ପୁଣି ପୁଅ କଥା ପଚାରୁଛ? ସୁଶୀଳା ଦେବୀ କହିଲେ, ମୁଁ କ'ଣ କରିବି? ମୁଁ ପରା ମା, 10 ମାସ 10 ଦିନ ଗର୍ଭରେ ଧରି ତାଙ୍କୁ ଜନ୍ମ ଦେଇଛି। ତୁମେ ସିନା ପିଠି, ମୁଁ ପରା ପେଟ। ସୁଶୀଳା ଦେବୀ କହିଲେ, ତୁମେ ଔଷଧ ଖାଉଛ ତ? ତୁମର ଆଜ୍ମା ଅଛି, ଥଣ୍ଡାକୁ ଟିକେ ଜଗୁଥିବ। ମଧୁବାବୁ କହିଲେ, ତୁମ ପାଇଁ ଗୋଟିଏ ଖୁସି ଖବର ଅଛି। ସୁଶୀଳା ଦେବୀ କହିଲେ, ଖୁସି ଖବର କ'ଣ? ମଧୁବାବୁ କହିଲେ, ଜାଣିଛ, ଆମ ସରକାର ଯେଉଁମାନଙ୍କୁ ଭତ୍ତା ମିଳୁଛି ସେଇମାନଙ୍କ ପାଇଁ ସବୁ ପଞ୍ଚାୟତରୁ ଗୋଟିଏ ଗୋଟିଏ ବସ୍ କରି ତୀର୍ଥ ବୁଲାଇ ନେଉଛନ୍ତି। ସେଇଥିରେ 10 ଦିନ ବୁଲିବାକୁ ଯିବା। ସୁଶୀଳା ଦେବୀ କହିଲେ, ଏତେ ଟଙ୍କା କୋଉଠୁ ଆସିବ? ମଧୁବାବୁ କହିଲେ, ଆରେ ସବୁ ଟଙ୍କା ସରକାର ଦେବେ। ସୁଶୀଳା ଦେବୀ କହିଲେ, ଘରେ କ'ଣ ପୁଅମାନେ ଛାଡ଼ିବେ? ମଧୁବାବୁ କହିଲେ, ଯେଉଁମାନେ ତୀର୍ଥ ଭ୍ରମଣରେ ନ ଯିବେ ସେମାନଙ୍କୁ ଭତ୍ତା ଟଙ୍କା ମିଳିବନି। ଆମ ପୁଅମାନଙ୍କର ଗୁଣ ତୁମେ ଜାଣିଛ, ଟଙ୍କା ପାଇଁ ସେମାନେ ସବୁ ରାଜି ହୋଇଯିବେ। ସୁଶୀଳା ଦେବୀ କହିଲେ, ହଁ, ସେମାନେ ଭାବିବେ ଯାହା ହେଉ 10 ଦିନ ଆମେ ତ ଏଇ ବୁଢ଼ାବୁଢ଼ୀଙ୍କ ଠାରୁ ଦୂରରେ ରହି ଶାନ୍ତିରେ ରହିବୁ। ନିର୍ଦ୍ଦିଷ୍ଟ ଦିନ ଠିକ୍ ହେଲା। ବସ୍ରେ ବସି ସୁଶୀଳା ଦେବୀ ଆଉ ମଧୁବାବୁ କେତେଜଣ ସାଥୀମାନଙ୍କ ସାଙ୍ଗରେ ତୀର୍ଥ ଭ୍ରମଣରେ ବାହାରିଲେ। କେତେ କେତେ ଜାଗା ଗୁଡ଼ିକ ବୁଲିଲେ। ଏମିତିରେ 9 ଦିନ କେତେବେଳେ ହସ ଖୁସିରେ କଟିଗଲା ସେମାନେ ଜାଣିପାରିଲେ ନାହିଁ। 10 ଦିନ, ଶେଷ ଦିନ। ମଧୁବାବୁ କହିଲେ, ସୁଶୀଳା, ଆଜି ହେଉଛି ଶେଷ ଦିନ। 9 ଦିନ କେମିତି କଟିଗଲା ଜଣା ପଡ଼ିଲା ନାହିଁ। ଶେଷରେ ଏଇ ଜଗାକୁ ଦର୍ଶନ କରି ତାରି ପୁରୀ ବଡ଼ଦାଣ୍ଡରୁ ଫେରିଯିବା, ଆଉ ସେଇ ଦୁଃଖ ଜୀବନ ଭିତରକୁ। ସୁଶୀଳା ଦେବୀ କାନ୍ଦି ପକାଇଲେ। ଜଗାକୁ ହାତ ଟେକି କହିଲେ, ଜଗାରେ, ପୁଅ ହେଉନଥିଲା ବୋଲି ଅଭିମାନ କରିଥିଲି ତୋ ଉପରେ। ପୁଅଟିଏ ପାଇଁ, ଯେଉଁ ପୁଅ ପାଇଁ ଅଭିମାନ କରିଥିଲି ସେଇ ପୁଅମାନଙ୍କ ହାତରେ ଏମିତି କଷ୍ଟ ଦେଉଛୁ। ଆଉ ପାରୁନିରେ ଜଗା, ଏଇଠୁ ତୁ ଆମ 2 ଜଣଙ୍କୁ ନେଇଯା ସ୍ୱର୍ଗଦ୍ୱାର। ମଧୁବାବୁ କହିଲେ, ସେ ତ ହଟିଆ ଠାକୁର, ତାର ହଟ କିଏ ବୁଝିବ? ଏମିତି 2 ଜଣ ବୁଢ଼ାବୁଢ଼ୀ ଆଖିରୁ ଲୁହ ଝରାଇ ଭାବୁଥାନ୍ତି, ଆଉ ଘରକୁ ଫେରିବାନି, ଏଇଠି ଭିକ ମାଗି ଖାଇବା, ଆଉ ତାର ବଡ଼ଦାଣ୍ଡରେ ଶୋଇଯିବା। ମରିଗଲେ କିଏ ତ ଟିକେ ମୁହଁରେ ନିଆଁ ଦେବ? ହେଲେ ଭିକ ମାଗି ଖାଇବାକୁ ତାଙ୍କର ସ୍ୱାଭିମାନ ତାଙ୍କୁ ବାଧା ଦେଲା। ଏତିକି ବେଳେ 2 ଜଣ ଦମ୍ପତି ଆସି ପହଞ୍ଚିଲେ। କହିଲେ, ଭାଇ, ତୁମେ ଏଠୁ ଟିକେ ଉଠ, ଆମ ଦୋକାନ ଖୋଲି କିଛି ଜିନିଷପତ୍ର ନେବୁ। ମଧୁବାବୁ କହିଲେ, ଆଜ୍ଞା ନିଅନ୍ତୁ, ଆମେ ଚାଲି ଯାଉଛୁ। ଦମ୍ପତି 2 ଜଣ ପଚାରିଲେ, ତୁମେମାନେ ପୁରୀ ଆସି ଜଗା ପାଖରେ, ଜଗା ଦେଶରେ ପୁଣି ମନ ଦୁଃଖ କରି ବସିଛ କାହିଁକି? ମଧୁବାବୁ କହିଲେ, ନାଇଁ ଭାଇ, ସେ ତ ସବୁବେଳେ ହସୁଛି, ଆମେ କାନ୍ଦିଲେ ତାର କ'ଣ ଯାଉଛି? ସବୁ କଥା କହିଲେ ମଧୁବାବୁ। ପୁରୁଷ ଲୋକଟି କହିଲା, ମୋ ନାଁ ମାଧବ, ଆଉ ତୁମ ନାଁ ମଧୁ। ଆମେ ଆଜିଠାରୁ ବଡ଼ ଭାଇ ସାନ ଭାଇ। ଆମେ ଆଜି ରାତିରେ ଆମ ଝିଅ ପାଖକୁ ଚାଲିଯିବୁ। ଭାବୁଥିଲୁ ଆମର ଏଇ ପାନ ଦୋକାନଟି କାହା ଦାୟିତ୍ୱରେ ଛାଡ଼ି ଦେଇ ଯିବୁ। ତୁମର ଯଦି କିଛି ଆପତ୍ତି ନଥାଏ ତୁମେ ଏଇ ଦୋକାନରେ ରହିପାର। ଏଇ ଦୋକାନରେ ସବୁ ଜିନିଷ ଅଛି, ବିକ୍ରି କରି ଚଳିବ। ଆଉ ଏଇ ଦୋକାନ ଘରେ 2 ଜଣ ଚଳିବା ପାଇଁ ସବୁ ସୁବିଧା ମଧ୍ୟ ଅଛି। ମଧୁବାବୁ କହିଲେ, ତୁମକୁ କ'ଣ କହି ଧନ୍ୟବାଦ ଦେବି କିଛି ବୁଝିପାରୁନି ମାଧବ ଭାଇ। ମାଧବ କହିଲେ, ହଁ, ମୋର 2 ଜଣ ଗରାଖ ଅଛନ୍ତି। ସେମାନେ ରାତି 11ଟା ପରେ ଆସି ସବୁଦିନ ରାତିରେ ବିଡ଼ିଆ ପାନ ଖାଇବେ। ତୁମେ ତାଙ୍କୁ ପାନ ଭାଙ୍ଗି ଦେବ, ଆଉ ତାଙ୍କଠାରୁ ଟଙ୍କାଟିଏ ରଖିବ ନାହିଁ। ଏତିକି କହି ସେମାନେ ଚାଲିଗଲେ। ମଧୁବାବୁ ଆଉ ସୁଶୀଳା ଦେବୀ ସେଇ ପାନ ଦୋକାନରେ ରହିଲେ। ସବୁଦିନ 2 ଭାଇ ଆସି ରାତିରେ ପାନ ଖାଇ ଯାଆନ୍ତି। ମଧୁବାବୁ ଆଉ ସୁଶୀଳା ଦେବୀ ରାତିରେ ବଡ଼ ସିଂହାର ବେଶ ଦେଖି ମନ୍ଦିରରୁ ଆସି ଅପେକ୍ଷା କରନ୍ତି 2 ଭାଇଙ୍କୁ। ସେମାନେ ଆସିଲେ ମଧୁବାବୁ ଆଉ ସୁଶୀଳା ଦେବୀ ତାଙ୍କ ମନରେ ଖେଳିଯାଏ ଖୁସିର ଲହରୀ। 2 ଭାଇ ପାନ ଖାଇ ଚାଲିଯାଆନ୍ତି। ଦିନେ ମଧୁବାବୁ କହିଲେ, ବାପାରେ, ଆମେ ବୁଢ଼ାବୁଢ଼ୀ 2ଟା ତୁମକୁ ସବୁଦିନ ପାନ ଭାଙ୍ଗି ଦେଉଛୁ, ତା ବଦଳରେ ଆମକୁ କିଛି ଦେଉନାହଁ। ତେଣୁ ତୁମ 2 ଜଣଙ୍କୁ ଆମକୁ କିଛି ଦେବାକୁ ପଡ଼ିବ। 2 ଭାଇ କହିଲେ, ହଉ ଠିକ୍ ଅଛି, ତୁମର କ'ଣ ଦରକାର କୁହ। ମଧୁବାବୁ ଆଉ ସୁଶୀଳା ଦେବୀ କହିଲେ, ଆମର ଏଇ ସଂସାରରେ କେହି ନାହାନ୍ତି। ତୁମେ 2 ଭାଇ, ଆମର 2 ପୁଅ।
ତେଣୁ ତୁମେ ଭାଇ 2 ଜଣ ଆମକୁ କଥା ଦିଅ, ଆମେ ମଲା ବେଳକୁ ଆମ ମୁହଁରେ ଟିକେ ଗଙ୍ଗା ଜଳ ଆଉ ନିର୍ମାଲ୍ୟ ଟିକେ ଦେବ। ଆଉ ମଲା ପରେ ଏଇ ସ୍ୱର୍ଗ ଦ୍ୱାରରେ ଆମ 2 ଜଣଙ୍କ ମୁହଁରେ ଟିକେ ନିଆଁ ଦେବ। ଏଇ ହେଉଛି ଆମ ପାନର ପାହୁଣା। 2 ଭାଇ ହସି ହସି କହିଲେ, ହଉ ଠିକ୍ ଅଛି। ସୁଶୀଳା ଦେବୀ କହିଲେ, ନା ସେମିତି କହିଲେ ହେବ ନାହିଁ, ଆମ 2 ଜଣଙ୍କୁ ତୁମେ କଥା ଦିଅ। କଥା ଦେଇ ଚାଲିଗଲେ 2 ଭାଇ। ଆଉ ମଧୁବାବୁ ସୁଶୀଳା ଦେବୀ ସେଇଦିନ ରାତିରେ ଟିକେ ଶାନ୍ତିରେ ଶୋଇଗଲେ। ବର୍ଷରୁ ଯେମିତି ତାଙ୍କ ଆଖି ଖାଲି ଖୋଜୁଥିଲା ଏଇ ଶାନ୍ତିର ନିଦ, ଏଇ ଟିକିଏ ଶାନ୍ତିର ନିଦ। ଶ୍ରୋତା ବନ୍ଧୁ, ଏଇ କାହାଣୀଟି ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣାଇବେ। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ହୋଇଥାନ୍ତି ତେବେ ସବସ୍କ୍ରାଇବ୍ କରିବାକୁ କେବେ ବି ଭୁଲିବେନି। ରହୁଛି, ଦେଖାହେବ ଆଉ ଗୋଟେ ସୁନ୍ଦର ଭିଡ଼ିଓରେ। ସେତେବେଳେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।